ଆଜ୍ଞା ନମସ୍କାର, ନୀଳାମ୍ବର କହୁଛି ଓଡ଼ିଶା ଲାଇଭ୍ର ସମ୍ପାଦକ। ଆପଣ 2017-18 ବର୍ଷରେ ପ୍ରଥମ ଥର ପାଇଁ ବରଗଡ଼ ଧନୁଯାତ୍ରା ଭଳି ଏକ ମହତ୍ୱପୂର୍ଣ୍ଣ ମଞ୍ଚରେ କଂସ ଭୂମିକାର ଅଭିନୟ କରିଥିଲେ ଏବଂ ଏ ବର୍ଷ ପୁଣି ଥରେ ଆପଣ ସେଇ ଭୂମିକାରେ ଦେଖାଯିବେ। ତ ସାରା ପୃଥିବୀରେ ଯୋଉମାନେ ଅଛନ୍ତି ବରଗଡ଼ ଧନୁଯାତ୍ରାର ପ୍ରଶଂସକ ଅଛନ୍ତି, ଦର୍ଶକ ଅଛନ୍ତି ଏବଂ ଓଡ଼ିଶା ଲାଇଭ୍ ମାଧ୍ୟମରେ ଆପଣ କଣ ପ୍ରତିକ୍ରିୟା ରଖିବେ ଆପଣଙ୍କର? ଓଡ଼ିଶା ଲାଇଭ୍ ମାଧ୍ୟମରେ ମୁଁ ଏଇ ପ୍ରତିକ୍ରିୟା ରଖିବି କି 2017-18 ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଁ 22 ଜଣ କଳାକାରକୁ ପଛରେ ପକାଇ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ମୁଁ ଉତ୍ତୀର୍ଣ୍ଣ ହୋଇଥିଲି ଏବଂ ଏ ବର୍ଷ ପୁଣି ବରଗଡ଼ ଅଞ୍ଚଳବାସୀ, କମିଟି, ପ୍ରଶାସନ ଖୁସି ହୋଇକି ମତେ ପୁଣି ଏ ବର୍ଷ ଅଭିନୟ କରିବାର ସୁଯୋଗ ଦେଇଛନ୍ତି। ତେଣୁ ମୁଁ ଆମ ଓଡ଼ିଶାର ଅଗଣିତ ଦର୍ଶକ ମାନଙ୍କୁ କହି ରଖୁଛି, ଆସନ୍ତା କାଲିଠାରୁ ତଥା 11 ତାରିଖରୁ 21 ତାରିଖ ପର୍ଯ୍ୟନ୍ତ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଅନୁଷ୍ଠିତ ହେବ। ତେଣୁ ସମସ୍ତଙ୍କୁ ମୁଁ ଆଶୀର୍ବାଦ କରୁଛି 2019 ସେମାନଙ୍କ ଚଳାପଥରେ ପୁଷ୍ପବୃଷ୍ଟି ହଉ ଏବଂ ତାଙ୍କ ସପରିବାର କୁଶଳରେ ରୁହନ୍ତୁ ଏବଂ ନିମନ୍ତ୍ରଣ କରୁଛି ଆସନ୍ତା କାଲିଠାରୁ ମାନେ 11 ତାରିଖରୁ 21 ତାରିଖ ହେଉଥିବା ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ସମସ୍ତେ ସାମିଲ ହୋଇ 70ତମ ବରଗଡ଼ ଧନୁଯାତ୍ରାକୁ ଉପଭୋଗ କରନ୍ତୁ। ଆଜ୍ଞା, ଆପଣଙ୍କର ଆଉ 24 ଘଣ୍ଟା ଭିତରେ ବରଗଡ଼ର ମଞ୍ଚରେ କମ୍ପିବ ଆପଣଙ୍କର ଭଏସ, କଂସଙ୍କର ଭଏସ। ତା ପୂର୍ବରୁ ଆପଣ ଟିକେ ଆପଣ ସ୍ୱର ମାଧ୍ୟମରେ ପରିଚୟ ଦେବେ କି ଅତି ସଂକ୍ଷେପରେ? ବହୁତ ବହୁତ ଧନ୍ୟବାଦ, ବହୁତ ଧନ୍ୟବାଦ। ଆପଣ ବିଭିନ୍ନ ମଞ୍ଚରେ ଅତୀତରେ କଂସ ଭୂମିକାରେ ଅଭିନୟ କରିଛନ୍ତି ଏବଂ ଆହୁରି ଅନେକ ଭୂମିକାରେ ଅଭିନୟ କରିଛନ୍ତି। ଓଡ଼ିଶାରେ ଅତ୍ୟନ୍ତ ଜଣାଶୁଣା ନା ଆପଣଙ୍କର କେମିତି ଅନୁଭୂତି ଥିଲା ଅତି ସଂକ୍ଷେପରେ କହିବେ ଗତ ବର୍ଷ ବରଗଡ଼ ଧନୁଯାତ୍ରା ମଞ୍ଚରେ କଂସ ମହାରାଜ ଭୂମିକାରେ? ଦେଖନ୍ତୁ, ମୁଁ 1993 ମସିହାରେ ବରଗଡ଼ ଧନୁଯାତ୍ରାରେ ମହାମନ୍ତ୍ରୀ ପଦରେ ନିଯୁକ୍ତି ହେଇଥିଲି ଏବଂ ସେଇ 93 ମସିହାରୁ ମୁଁ କଂସ ଭୂମିକାରେ ଅନ୍ୟାନ୍ୟ ଧନୁଯାତ୍ରାରେ ଅଭିନୟ କରି ଆସୁଅଛି। 87 ଥର କଂସ, 52 ଥର ରାବଣ ଭୂମିକା, 32 ଥର ଜଳନ୍ଧର ଭୂମିକା, ତାପରେ ହିରଣ୍ୟକଶ୍ୟପ, ତାରକାସୁର, ମୁରାସୁର ଇତ୍ୟାଦି କେବଳ ରାକ୍ଷସ। ତେଣୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ ମୁଁ 98, 99, 2000ରେ 2 ବର୍ଷ ଅଭିନୟ କରିଥିଲି। ତାପରେ 2017-18 ଏବଂ ଏଇଟା 19ରେ ମଧ୍ୟ ପୁଣି ବରଗଡ଼ ଧନୁଯାତ୍ରାରେ କଂସ ଅଭିନୟ କରୁଥିଲି। ଏଥିପାଇଁ ମୋ ମା ବାପାଙ୍କର ପ୍ରେରଣା ମତେ ଯୋଗାଇ ଦେଇଥିଲା। ଆଉ ଏବେ ମୋ ସ୍ତ୍ରୀ, ମୋ ପୁଅ ମାନେ, ମୋ ବୋହୂ ମାନେ ସମସ୍ତେ ମତେ ପ୍ରେରଣା ଦଉଛନ୍ତି ଯେ ଆମ ବାପା ବରଗଡ଼ର କଂସ ହୁଅନ୍ତୁ ଏବଂ ସେ ଭଗବାନଙ୍କ ଠାରେ ପ୍ରାର୍ଥନା କରୁଛନ୍ତି ଯେ ଭଲ ଭଲରେ ଶୁଭରେ ବରଗଡ଼ ଧନୁଯାତ୍ରା ସମାପନ ହଉ। ଆଜି ମୁଁ ଆପଣଙ୍କୁ ଜଣେ ଜଣାଶୁଣା କଳାକାର ହିସାବରେ ଭୁବନେଶ୍ୱର ପ୍ରଧାନ ହିସାବରେ କହିପାରିବି, କିନ୍ତୁ କାଲି ତ କହିପାରିନି। କାଲିଠୁ ଆପଣ କଂସ ମହାରାଜା ରହିବେ। ମହାରାଜ କଂସ ମତେ କହିବାକୁ ପଡିବ ଆପଣଙ୍କୁ। ସେଇ ମଞ୍ଚ ଏବଂ ସେଇ କଳାକାର ତ ଗତ ବର୍ଷ ଠାରୁ ଏ ବର୍ଷର କଂସ କେମିତି ଅଲଗା ହେବେ? ଆପଣଙ୍କ ଅଭିନୟରେ କଣ ଆମେ ନୂଆ କଥା ପାଇବୁ ଦ୍ୱିତୀୟ ବର୍ଷରେ କଂସ ମହାରାଜଙ୍କ ଅଭିନୟରେ? ଏ ବର୍ଷ ନୂତନ ସଂଳାପ, ଉଚ୍ଚ କୋଟିର ଅଭିନୟ ଏବଂ ଉଚ୍ଚ କୋଟିର ଅସ୍ତ୍ର ପରିଚାଳନା ନିଶ୍ଚୟ ଦେଖିବାକୁ ପାଇବେ। ଭାବ ଭଙ୍ଗୀ ଠାଣି ଏ ବର୍ଷ ଆହୁରି ଉଚ୍ଚ କୋଟିର ହବ। ତେଣୁ ଦର୍ଶକ ମାନେ ନିଶ୍ଚୟ ଖୁସି ହେବେ ବୋଲି ମୋର ଆଶା ଏବଂ ବିଶ୍ୱାସ। କଂସ ମହାରାଜଙ୍କଠୁ ମୁଁ ଜାଣିବାକୁ ଚାହିଁବି ଯେ ସାଧାରଣ ଭାବରେ ଆମେ ଯେତେବେଳେ ନାଟକ ହିସାବରେ ନଉଛୁ ବା ଆମର ମାଇଥୋଲୋଜିକାଲ ଷ୍ଟୋରି, କଂସ ଜଣେ ଅତ୍ୟାଚାରୀ ରାଜା ଥିଲେ, କିନ୍ତୁ ବରଗଡ଼ର କଂସ ହଉଛନ୍ତି ଜଣେ ପ୍ରଜାବତ୍ସଳ ବି, ଯିଏ ମାନେ ଆଡମିନିଷ୍ଟ୍ରେସନ କଥା ବି ବୁଝନ୍ତି। ଏଇ ଯୋଉ ବିରୋଧାଭାସ ଅଛି, ଦିଟା ଅଲଗା ଅଲଗା କଥା। ଦେଖନ୍ତୁ, ବରଗଡ଼ ଧନୁଯାତ୍ରାର କଂସ ହଉଛି ହିରୋ। ପ୍ରକୃତିରେ ମୁଁ ରାକ୍ଷସ ପ୍ରବୃତ୍ତି ମୋର, କିନ୍ତୁ ଧନୁଯାତ୍ରାରେ ଅଭିନୟ କଲାବେଳେ ସମସ୍ତେ ଭାବନ୍ତି ଯେ କଂସ ହିଁ ଧନୁଯାତ୍ରା। ସେପଟରେ କୃଷ୍ଣ ବଳରାମ, ଏପଟରେ କଂସ। ତେଣୁ ଏଇଟା ପ୍ରଶାସନ ହଉ, ଶାସନ ହଉ, କମିଟି ହଉ, ବରଗଡ଼ ଅଞ୍ଚଳବାସୀ ହଉ, ସମସ୍ତଙ୍କୁ ପ୍ରଜାବତ୍ସଳ ଭାବରେ ପ୍ରଜାମାନଙ୍କୁ ଯେମିତି ଗୋଟେ କର୍ତ୍ତବ୍ୟ ପରାୟଣ ରାଜାର କର୍ତ୍ତବ୍ୟ ପ୍ରଜାମାନଙ୍କ ପାଖରେ ତାକୁ ଆମେ ପ୍ରତିପାଦନ କରୁ। କିନ୍ତୁ ଯଦି ପୌରାଣିକ କଥାବସ୍ତୁକୁ ନେବା ତାହେଲେ ପ୍ରତ୍ୟେକ ପ୍ରଜାମାନଙ୍କୁ, ପ୍ରତ୍ୟେକ ସଖା ସହୋଦର ମାନଙ୍କୁ କଂସ ଅନ୍ୟାୟ ଅତ୍ୟାଚାର କରିନାହିଁ, ଦ୍ୱାପର ଯୁଗରେ ସମସ୍ତଙ୍କୁ ମୁକ୍ତି ଦେଇଅଛି।
ଆପଣ ଭାବୁଛନ୍ତି କି ଯେ ବରଗଡ଼ ଧନୁଯାତ୍ରା ବେଳେ ଆପଣ କଂସ ହିସାବରେ ଅନେକ ସମୟରେ ବିଭିନ୍ନ ପ୍ରକାର ଇନଷ୍ଟ୍ରକ୍ସନ ଦିଅନ୍ତି, ଆଦେଶ ଦିଅନ୍ତି। ଗତ ବର୍ଷ ଆମେ ଦେଖୁଥିଲୁ ଆପଣ ଥାନାକୁ ଯାଇକି ଜଣେ ଅପରାଧୀକୁ ନିର୍ଦ୍ଦେଶ ଦଉଥିଲେ। ଆପଣ କେମିତି ଅନୁଭବ କରନ୍ତି ସେଇ ସମୟରେ 11 ଦିନ ପାଇଁ ଆପଣ ଯେମିତି? ନା ମୁଁ ହଉଛି ସେଇଟା ଯେତେବେଳେ ମକୁଟ ମୋ ଉପରେ ଲାଗିଯାଏ, ମୋ ମଥା ଉପରେ ଯେତେବେଳେ ମକୁଟ, ଶିରରେ ମକୁଟ ଲାଗିଯାଏ, ମୁଁ ଭାବିନିଏ ଯେ ମୁଁ ହଉଛି ସେଇ ଦ୍ୱାପର ଯୁଗର କଂସ, ସେଇ ଦ୍ୱାପର ଯୁଗର କଂସ। ଆମେ ବରଗଡ଼ ଧନୁଯାତ୍ରାକୁ କହୁ ପୃଥିବୀର ସବୁଠାରୁ ବଡ ମୁକ୍ତାକାଶ ରଙ୍ଗମଞ୍ଚ, ଏବଂ ଯୋଉଟା କି 71 ବର୍ଷ ହେଲା ହେଉଛି 1947 ମସିହାରେ ଆରମ୍ଭ ହେଇଥିଲା। ଆପଣ ଏ ବାବଦରେ ଯୋଉମାନେ ବରଗଡ଼ ଧନୁଯାତ୍ରାକୁ ଆସିକି ନିଜେ ଦେଖି ନାହାନ୍ତି ପାଖରୁ, ସେମାନଙ୍କ ପାଇଁ କଣ କହିବାକୁ ଚାହିଁବେ 71 ବର୍ଷର ପରମ୍ପରା ସମ୍ପର୍କରେ? ଏ ହେଉଛି 71 ବର୍ଷର ପରମ୍ପରା। ଆଉ ଆଜି ମୁଁ ବର୍ତ୍ତମାନ ଯୋଉ ଯାଇଥିଲି ଆଉ ଫେରୁଛି, ସ୍ୱର୍ଗତ ଯୁଧିଷ୍ଠିର ଶତପଥୀ ଯିଏକି ବରଗଡ଼ ଧନୁଯାତ୍ରାରେ 32 ବର୍ଷର କଂସ, ତାଙ୍କ ପତ୍ନୀ ବଞ୍ଚିଛନ୍ତି, ଆମ ମା ବଞ୍ଚିଛନ୍ତି। ତାଙ୍କ ବୟସ ହେଲା 101। ସେ ଅଛନ୍ତି ତାଲମେଣ୍ଡା ଗ୍ରାମରେ। ମୁଁ ସେଇ ମାଙ୍କୁ ଆଶୀର୍ବାଦ ଭିକ୍ଷା କରିବା ପାଇଁ ଯାଇଥିଲି। ମାଙ୍କୁ ପୂଜାର୍ଚ୍ଚନା କଲା ପରେ ମାଙ୍କଠୁ ବର୍ତ୍ତମାନ ମୁଁ ଆଶୀର୍ବାଦ ନେଇକି ଆସିଛି। ତେଣୁ ଯୋଉମାନେ ବରଗଡ଼ ଧନୁଯାତ୍ରାକୁ ଦେଖିବାକୁ ଆସୁନାହାନ୍ତି, ବର୍ତ୍ତମାନ ମିଡିଆ ଯୁଗ, ଟିଭି ମାଧ୍ୟମରେ ସେମାନେ ଦେଖନ୍ତୁ। ଯୁଧିଷ୍ଠିର ଶତପଥୀଙ୍କୁ ଆପଣଙ୍କ ଗୁରୁ ହିସାବରେ ମାନନ୍ତି, ଏବଂ ଆପଣ ଓଡିଶା ଲାଇଫ କୁ ଯୋଉ ଗତ ବର୍ଷ ଇଣ୍ଟରଭ୍ୟୁ ଦେଇଥିଲେ, ଆପଣ କହିଥିଲେ ଯେ ଆପଣ ଯେତେବେଳେ ସେ କଂସ ଭୂମିକାର ଅଭିନୟ କରୁଥିଲେ, ଆପଣ ଆପଣଙ୍କ ବାପାଙ୍କ ସାଙ୍ଗରେ ଯାଇକି ଦେଖୁଥିଲେ। ଆପଣଙ୍କ ମନରେ ଥିଲା ଦିନେ, ଆପଣ ଛୋଟ ଛୁଆ ବେଳେ ମନରେ ଥିଲା ଆପଣ ଦିନେ କଂସ ହେବେ। ସେ ଗୁରୁଙ୍କ ଅଭିନୟକୁ କେମିତି ମନେ ପକାଉଛନ୍ତି ଯୁଧିଷ୍ଠିର ଶତପଥୀ? ଆରେ ବାପରେ, ଗୁରୁଙ୍କୁ ମନେ ପକେଇଦେଲେ ଗୋଟିଏ ଦିଟା ସଳାପ ପାଟିରୁ ଆପେ ଆପେ ବାହାରି ଆସେ। ଗୁରୁଙ୍କୁ ମନେ ପକେଇଦେଲେ 2-4ଟା ଅଭିନୟ ବାହାରି ଆସେ। ସେଇଟା ଐଶ୍ୱରିକ ଶକ୍ତି, ଗୁରୁଙ୍କ ପାଖରେ ସେ ଶକ୍ତି ଥିଲା। ଆପଣଙ୍କର ଯୁଧିଷ୍ଠିର ଶତପଥୀଙ୍କ ପରେ ଗୋପାଳ ସାହୁ ଏବଂ ଅନ୍ୟମାନେ ବି ଆସିଛନ୍ତି, ବହୁତ ଲମ୍ବା ସମୟ ପର୍ଯ୍ୟନ୍ତ କଂସ ହେଇଛନ୍ତି, ଏବଂ ଆପଣ ଏବେ 2ୟ ବର୍ଷରେ ପଦାର୍ପଣ କଲେ। ତ ଏଇ ଯୋଉ ବିଭିନ୍ନ ସମୟରେ ବିଭିନ୍ନ ବ୍ୟକ୍ତି କଂସ ଭୂମିକାରେ ଆସୁଛନ୍ତି, ଆପଣ କେମିତି, ଆପଣଙ୍କର ପ୍ରଭାବ ବା ଆପଣଙ୍କୁ ଲୋକ କେମିତି ମନେ ରଖି ବୋଲି ଭାବୁଛନ୍ତି? ଆପଣଙ୍କ ସ୍ୱାତନ୍ତ୍ର୍ୟ ଦେଖନ୍ତୁ, ବର୍ତ୍ତମାନ ଯୁଧିଷ୍ଠିର ଶତପଥୀ ଆମ ଗୁରୁ ବାପା, ତାଙ୍କୁ ଯେମିତି ଓଡିଶାରେ ନୁହଁ ସାରା ଇଣ୍ଡିଆରେ ମନେ ପକାଉଛନ୍ତି। ଆମେ ଏମିତି କାମ କରିବା ଯାହାକି ଲୋକଙ୍କର ହୃଦୟ ସ୍ପର୍ଶୀ ହେବ, ଏବଂ ସେ ଲୋକମାନେ ସମସ୍ତେ ଯେମିତି ଆମକୁ ଯୁଗ ଯୁଗ ପାଇଁ ମନେ ପକେଇବେ, ସେ କାମ ଆମେ ଚାହୁଁଛୁ। ତେଣୁ ଈଶ୍ୱରଙ୍କ ଠାରେ ଆମେ ପ୍ରାର୍ଥନା କରୁଛୁ, ହେ ଈଶ୍ୱର, ଯୁଧିଷ୍ଠିର ଶତପଥୀ ଯେମିତି କଳା ପ୍ରଦର୍ଶନ କରି 32 ବର୍ଷ ଚିର ଅମର ହେଇଯାଇଛନ୍ତି, ପ୍ରଭୁ ଆମକୁ ସେଇ ଆଶୀର୍ବାଦ ଦିଅ। ଆମେ ମଧ୍ୟ ତମ କଳାକୁ ପରିସ୍ଫୁଟନ କରିବୁ, ଏବଂ ଯୁଧିଷ୍ଠିର ଶତପଥୀଙ୍କର ନାଁ ଯେମିତି ଯୁଗ ଯୁଗ ପାଇଁ ଅଛି, ଗୁରୁ ବାପାଙ୍କ ନାଁ ତଳେ ଆମ ନାଁ ଯୋଡି ହେଇଯିବ ଯୁଗ ଯୁଗ ପାଇଁ। ଆପଣ ଜାଣିଥିବେ ଗତ ବର୍ଷ ଓଡିଶା ଲାଇଫ ତରଫରୁ ଯୋଉ 70 ବର୍ଷର ପରମ୍ପରାର ରିସର୍ଚ୍ଚ କରାଯାଇ ଗୋଟେ ଇଂଲିଶରେ ପବ୍ଲିକେସନ ଆମେ କରୁଛୁ, କଂସ ମହାରାଜା, ଯୋଉଥିରେ ଆପଣ ହିରୋ। ସେ ବହିଟି ଆପଣଙ୍କ ହାତରେ ଉନ୍ମୋଚନ ହେବାକୁ ଯାଉଛି ଚଳିତ ବର୍ଷ। ଆପଣ ଏଇଟା ପ୍ରଥମ ଥର ପାଇଁ ବରଗଡ଼ ଧନୁଯାତ୍ରାର ଇତିହାସକୁ ଏକ ପବ୍ଲିକେସନ ଢାଞ୍ଚାରେ ଏବଂ ବହୁତ ପୁରୁଣା ଫଟୋକୁ ସଂଗ୍ରହ କରି ଆମେ କରିଛୁ ଓଡିଶା ଲାଇଫ ତରଫରୁ। ଆପଣ କଣ କହିବାକୁ ଚାହିଁବେ? ଯୋଉ ବହି ଏଠି ଉନ୍ମୋଚନ ହବ ଆମ ଏ ବରଗଡ଼ ଧନୁଯାତ୍ରା ଏ ବର୍ଷ, ଯୁଧିଷ୍ଠିର ଶତପଥୀଙ୍କର ଯଦି ଫଟୋ ଅଛି, ଏବଂ ଆପଣଙ୍କୁ ମୁଁ ଆଶୀର୍ବାଦ କରୁଛି, ଆପଣଙ୍କ ଚ୍ୟାନେଲକୁ ସେଇ ଯୁଧିଷ୍ଠିର ଶତପଥୀଙ୍କର ଆଶୀର୍ବାଦ ଆପଣଙ୍କ ମଥାରେ ଥାଉ, ଆଉ ଆମ ଚ୍ୟାନେଲ ଯୁଗ ଯୁଗ ପାଇଁ ବଞ୍ଚି ରହୁ। ଆପଣଙ୍କୁ ମୁଁ ବହୁତ ଧନ୍ୟବାଦ ଦେବି। ଓଡିଶା ଲାଇଭର ସମ୍ପାଦକ ହିସାବରେ ଆପଣଙ୍କର ଏଇ ଐତିହାସିକ ମଞ୍ଚରେ ବହିଟି ଉନ୍ମୋଚିତ ହେବ। ମୁଁ ଆପଣଙ୍କୁ ଶେଷ ଥର ଆଉ ଗୋଟେ କଥା କହିବାକୁ ଚାହିଁବି ଯେ ଏଇ କଥାବାର୍ତ୍ତା ଶେଷ କରିବା ପୂର୍ବରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାର ଚଳିତ ବର୍ଷର କଂସଙ୍କ ମୁହଁରୁ ଆଉ ଗୋଟେ ଡାୟଲଗ ଆମେ ଶୁଣିପାରିବା କି? କିଏ ସେଇ କୃଷ୍ଣ, କିଏ ବଳରାମ, ଦ୍ୱାପର ଯୁଗରେ ଶତ୍ରୁ ରୂପେ ଜନ୍ମ ନେଇଛନ୍ତି ଗୋପନଗ୍ରେ ନନ୍ଦରାଜ ଗୃହେ, 8 ବର୍ଷ ବିନାଶ କରିବେ ତ୍ରିଭୁବନ ବିଜୟୀ ବୀର କଂସାସୁରେ। କୃଷ୍ଣ ବଳରାମ ରୁଦ୍ର କୃପା ବଳେ ରୁଦ୍ର ଶକ୍ତି କରାୟତ୍ତ ମୋର, नहीं भय नहीं भ्रांति नहीं अनुशोचना। कृष्ण बलराम मने रख, कृष्ण द्वापर जुगरे तुही हेले काल, मु अटे तई ध्वंस, तुही हेले लेलियान अग्नि, मु तई उद्वेलित जलधि बारिधि, तुही हेले भूमिकंप, मुत ही प्रलय। देखा जाऊ कृष्ण बलराम सर्वशेषे जयी हुए किए, त्रिभुवन विजयी कंस ना मूर्ख कृष्ण बलराम।
बहुत बहुत धन्यवाद आपनको समय देले कथबार्ता हेले बरगड़ धनुजात्रा मंच रे एथर आपन से देखा हबो। नमस्कार। आज्ञा नमस्कार।